आगामी त्रिस्तरीय पंचायतीराज निर्वाचन पर पाड़ुआ बीजेडी पक्षर प्रस्तुति बैठक। ଏହି ବୈଠକରେ 6 ଜଣ କଂଗ୍ରେସ କର୍ମୀ ବିଜେଡି ଦଳରେ ଯୋଗଦେଲେ। ଇତିହାସର ପୁନରାବୃତ୍ତି କରିବା ନିମନ୍ତେ ପାଡୁଆ ବିଜେଡିର ମହାମେଳି ରବିବାର ପାଡୁଆ ପଞ୍ଚାୟତ କିରାମ୍ବରେ ବିଜେଡିର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ। କୋରାପୁଟ ଜିଲ୍ଲା ଓ ନନ୍ଦପୁର ବ୍ଲକରେ ଗତ 3 ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ପୂର୍ଣ୍ଣ ସଫଳତା ମିଳିଛି। ଦଳ ସମର୍ଥିତ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଜିତି ପଞ୍ଚାୟତ ସମିତି ଅଧ୍ୟକ୍ଷ ସमेत ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହତେଇଛି। ବିଧାନସଭା ଓ ଲୋକସଭା ନିର୍ବାଚନର ବିଫଳତାକୁ ଏକ ସ୍ୱପ୍ନ ଭାବି ଭୁଲିଯିବା, ସଂଗଠିତ ହୋଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଇତିହାସର ପୁନରାବୃତ୍ତି କରିବା ବୋଲି ରବିବାର ପାଡୁଆ ପଞ୍ଚାୟତ କିରାମ୍ବ ଗ୍ରାମରେ ଆୟୋଜିତ ବିଜେଡି ସାଂଗଠନିକ ବୈଠକରେ ନିଷ୍ପତ୍ତି ହୋଇଛି। ପାଡୁଆ ପଞ୍ଚାୟତ ସଭାପତି ପତି ଗୋଲରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ବିଜେଡି ନେତା ଏସ୍କେ ବାଜି, କାର୍ତ୍ତିକ ଖେମୁଣ୍ଡୁ, ସୁରେଶ ପଟ୍ଟନାୟକ, ଲକ୍ଷ୍ମୀ ହନ୍ତାଳ, ଜିଲ୍ଲା ପରିଷଦ ସଦସ୍ୟ ନମନ୍ତି ଖିଲ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ, ଅନ୍ତର୍ଯାମୀ ଗୁଣ୍ଠା, ପାଡୁଆ ପଞ୍ଚାୟତ ସରପଞ୍ଚ ଗୋପୀନାଥ ସିସା, ସମିତି ସଭ୍ୟ ନୀଳକଣ୍ଠ ମାଝୀ, ନାୟକ ସରପଞ୍ଚ ମଣି ହନ୍ତାଳ, ପୂର୍ବତନ ସରପଞ୍ଚ ସହଦେବ ଖରା ପ୍ରମୁଖ ଉପସ୍ଥିତ ଥିଲେ। पाडुआ पंचायतर 6 जन कांग्रेस कर्मी बिबिसेन खिल, जयराम चेंडिया, लक्ष्मीधर पांगी, पदलाम पांगी, कमलोचन चेंडिया और इंद्र खरा प्रमुख आनुष्ठानिक भावे बीजेडी रे सामिल होइथिले। उपस्थित अतिथि समस्तंकु दलीय उपढौकन देई स्वागत करिथिले। वरिष्ठ सदस्य कामाया पांगी बैठक परिचालना करिथिले। बलराम हंताल, विश्वनाथ महांती, विशु पांगी, रामनाथ पांगी, जगन्नाथ पांगी, साधु हंताल, जयसेन खेमुंडू, जयराम खरा, टुकुलु सिंदेरी, स्वराज दिसारी, जयराम माटाम, गोविंद पांगी और लकी खिल प्रमुख सहयोग करिथिले। नंदपुर दुर्गा प्रसाद पाढ़ी रिपोर्ट खबर तरंग।